মিঠা নাম অতি প্রিয় নাম যিশু নাম মধু নাম মিঠা নাম অতি প্রিয় নাম যিশুଙ୍କ নাম পাপ শাপ করে দূর যিশুଙ୍କ নাম সবু ভয় করে দূর মো যিশু নাম। প্রিয় শ্ରୋତା ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସର୍ବୋନ୍ନତ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥିଉ ଲିଖିତ ସୁସମାଚାର 2 ଅଧ୍ୟାୟର 11 ପଦରେ ଆମେମାନେ ଏହିପରି ପାଠ କରୁ। ଆଉ ଗୃହ ଭିତରକୁ ଯାଇ ଶିଶୁଙ୍କୁ ତାହାଙ୍କ ମାତା ମରିୟମଙ୍କ ସଙ୍ଗରେ ଦେଖିଲେ ଓ ତାହାଙ୍କୁ ଭୂମିଷ୍ଠ ପ୍ରଣାମ କଲେ। ପୁଣି ଆପଣା ଆପଣା ପେଡ଼ି ଫିଟାଇ ସୁନା, କୁନ୍ଦୁରୁ ଓ ଗନ୍ଧରସ ତାହାଙ୍କୁ ଦର୍ଶନୀ ଦେଲେ। ଜିସାୟ ଭବିଷ୍ୟତ ବକ୍ତାଙ୍କ ଭବିଷ୍ୟତବାଣୀରେ ଅର୍ଥାତ୍ ଜିସାୟ 60 ଅଧ୍ୟାୟର 6 ପଦରେ ଆମେ ଏହିପରି ପାଠ କରୁ। ଅପାର ଉଷ୍ଟ୍ର ମିଦିଅନ୍ ଓ ଅଇଫାର ଦ୍ରୁତଗାମୀ ଉଷ୍ଟ୍ର ତୁମ୍ଭକୁ ଆବୃତ କରିବେ। ସେ ସବୁ ଶିବା ଦେଶରୁ ଆସିବେ। ସେମାନେ ସୁବର୍ଣ୍ଣ ଓ କୁନ୍ଦୁରୁ ଆଣିବେ ଓ ସଦାପ୍ରଭୁଙ୍କର ପ୍ରଶଂସା ପ୍ରଚାର କରିବେ। ଆମର ପଠିତ ଉଭୟ ଶାସ୍ତ୍ରାଂଶରେ ଗୋଟିଏ ପ୍ରଭେଦ ଦେଖିପାରୁ। ମାଥିଉ ଲିଖିତ ସୁସମାଚାରରେ ଓଟ ସହିତ ଆସିଥିବା ବ୍ୟକ୍ତିମାନେ ସୁନା, କୁନ୍ଦୁରୁ ଓ ଗନ୍ଧରସ ଦର୍ଶନୀ ଦେଲେ। ମାତ୍ର ଜିସାୟ ପୁସ୍ତକରେ ସେଇ ଓଟ ଉପରେ ଚଢ଼ି ଆଗତ ଲୋକେ କେବଳ ସୁବର୍ଣ୍ଣ ଓ କୁନ୍ଦୁରୁ ହିଁ ଦର୍ଶନୀ ଆଣନ୍ତି। ସେମାନେ ଗନ୍ଧରସ ଆଣିନାହାନ୍ତି। ଏହି ପ୍ରଭେଦର କାରଣ ହେଉଛି ଏହି ଦୁଇଟି ଶାସ୍ତ୍ରାଂଶ ଦୁଇଟି ବିଭିନ୍ନ ସନ୍ଦର୍ଭକୁ ଉପସ୍ଥାପନ କରନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶୀୟ ଯାତନା ଭୋଗ କରିବା ପୂର୍ବରୁ ଯେଉଁ ଘଟଣା ମାଥିଉ ତାହା ବର୍ଣ୍ଣନା କରନ୍ତି। ଅତଏବ ସେଠାରେ ଗନ୍ଧରସ ଦର୍ଶନୀ ଆଣିଥିବା ବିଷୟ କୁହାଯାଏ। ଯେଉଁ ପ୍ରଭୁ ମନୁଷ୍ୟର ପରିତ୍ରାଣର କାର୍ଯ୍ୟ କ୍ରୁଶରେ ସମ୍ପନ୍ନ କରି ସ୍ୱର୍ଗରେ ବିରାଜମାନ ଅଟନ୍ତି, ସେ ଅବିଳମ୍ବେ ଏହି ପୃଥିବୀରେ ରାଜ୍ୟ ସ୍ଥାପନ ନିମନ୍ତେ ଆଗମନ କରିବେ। ସେତେବେଳେ ଦୁଃଖ ଭୋଗ କରିବା ନିମନ୍ତେ ନୁହେଁ, ବରଂ ସେ ଶକ୍ତି ଓ ଗୌରବ ସହିତ ଆଗମନ କରିବେ। ଏଥିପାଇଁ ଜିସାୟ ପୁସ୍ତକରେ ଗନ୍ଧରସର ଦର୍ଶନୀ ଆମେ ଦେଖୁନାହୁଁ। ଯିଏ ଆମ ପାଇଁ ଆପଣାକୁ ବଳିଦାନ କରି ପରିତ୍ରାଣର ପଥ ପ୍ରସ୍ତୁତ କଲେ, ଆଉ ଯିଏ ଅବିଳମ୍ବେ ରାଜ୍ୟ ସ୍ଥାପନ କରିବା ନିମନ୍ତେ ଦ୍ୱିତୀୟ ଥର ଆଗମନ କରିବେ, ସେହି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରି ଆପଣ ମଧ୍ୟ ପରିତ୍ରାଣ ଯେପରି ପ୍ରାପ୍ତ ହେବେ, ଈଶ୍ୱରଙ୍କ ନିକଟରେ ଆମର ଏହି ପ୍ରାର୍ଥନା।